ଆମ ସମାଜରେ ନାରୀ ମାନଙ୍କୁ ନା କେବଳ କବିତାରେ ସୁନ୍ଦର କରି ଲେଖା ଯାଇଛି, ନହେଲେ ଏ ଦୁନିଆ ଯାକର ଯେତକ ଅସଭ୍ୟ କାଳି ନାରୀଠୁ ହିଁ ଆରମ୍ଭ ହୁଏ। ଦିଟା ପୁରୁଷ ଝଗଡା ଲାଗିଲେ ଗାଳି ମା ଭଉଣୀକୁ ହୁଏ। 4 ଜଣଙ୍କ ମେଳରେ ବସି ଭାଷଣ ମାରିବା ଯେ ନାରୀ ହଉଛି ଘରର ଲକ୍ଷ୍ମୀ, ଏମିତି ଭାଷଣ ମାରିବା ଅତି ସହଜ କଥା। ଯଦି ସେମିତି ହେଇଥାନ୍ତା, ଘରେ ଝିଅ ପ୍ରଥମ ହେଲା ପରେ ପୁଅ ଆଶାରେ ଆଉ 4ଟା ଝିଅ ଘରେ ଜନ୍ମ ହେଇନଥାନ୍ତା। ଯଦି ପୁରୁଷ ରାଗିଲେ ତା ରାଗଟା ହାତର ଜାବୁଡା ହୋଇ ନାରୀ ଉପରେ ବସୁନଥାନ୍ତା। ଘରର ଧନ ସମ୍ପତ୍ତିକୁ ପୁଅ ନାଁରେ ଲେଖେଇ ସମାଜର ବୁଦ୍ଧିଜୀବୀ ମାନେ ଇଜ୍ଜତ ବଞ୍ଚାଇବାକୁ ଝିଅ ମଥାରେ ଥୋପି ଦିଅନ୍ତି। ଦେଲୁ ନାରୀ ହେଲୁ ପାରି ବୋଲି କହି ବାପା ମା ମାନେ ଭାଇର ତୋର କହି ଭାଗ ବାଣ୍ଟନ୍ତି। ସମୟ ଚକ୍ର ଭିତରେ ଏ ନାରୀ ଝିଅ ଭଉଣୀ ମା ସବୁ କିଛି ହୁଏ, କିନ୍ତୁ କଷ୍ଟ ସେ ସବୁ ରୂପରେ ସମାନ ଭାବରେ ପାଏ। ଗୋଟେ ପୁରୁଷ ବାହାରେ 9 ଘଣ୍ଟା କାମ କରେ, ହେଲେ ଗୋଟେ ନାରୀ 14 ଘଣ୍ଟା କାମ, ତାପରେ ତାକୁ ପୁଣି ଉତ୍ତର ଦେବାକୁ ପଡେ। ତମେ ଦିନ ସାରା କଣ କରୁଥିଲ କି? ସତରେ କଣ ନାରୀ ମାନେ ଏତେ ଶସ୍ତା? ନା, ଶସ୍ତା ଚିନ୍ତାଧାରାରେ ବଞ୍ଚୁଛି ଆମ ଏ ସମାଜ। ସତରେ ତ ଲେଡିଜ ଫାଷ୍ଟ। ସକାଳୁ ଉଠିବାରେ ହୁଏ, ଘର କାମ କରିବାର ହୁଏ, ନହେଲେ ଡାଇନିଂ ଟେବୁଲରେ ସମସ୍ତେ ଖାଇସାରିଲା ପରେ ଏ ଲେଡିଜ ଲାଷ୍ଟରେ ଖାଏ। ଘରର ସବୁ କାମ ଟୁଟି ସାରିଲା ପରେ ଏଇ ଲେଡିଜ ଲାଷ୍ଟରେ ଶୁଏ। ଯଦି ସ୍ୱାମୀ ସ୍ତ୍ରୀ ବାହାରେ କାମ କରୁଥାନ୍ତି, ଘରକୁ ଆସି ସାରିଲା ପରେ ସ୍ୱାମୀ ହାତରେ ଟିଭିର ରିମୋଟ ଆଉ ମୋବାଇଲ ଥାଏ, କିନ୍ତୁ ସ୍ତ୍ରୀ ହାତରେ ଡଙ୍କା କରେଇ, ଘରର ରୋଷେଇ ଆଉ ପିଲାଙ୍କ ଦାୟିତ୍ୱ। କେଜାଣି ଏଇ ସମାଜ କଣ ପାଇଁ କହେ ଲେଡିଜ ଫାଷ୍ଟ ବୋଲି?